କଲା ଶ୍ରୋତା ମଣ୍ଡଳୀଙ୍କର ମାତୃସ୍ଥାନୀୟ ଭଗ୍ନିସ୍ଥାନୀୟ ମା ମାଉସୀମାନଙ୍କର ଯୁବବନ୍ଧୁମାନଙ୍କର ବାଳକ ବାଳିକାଙ୍କର ସତ୍ୟନାରାୟଣ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମେୟା ସର୍ବସ୍ମିନ୍ କାଳେ ସମସ୍ତଙ୍କର ମଙ୍ଗଳ କରନ୍ତୁ। ସର୍ବେ ବୋଲାନନ୍ଦେ କବାର ହରି ହରି ବୋଲା। जगन्नाथ स्वामी नयन पथगामी भवतु वंदे देवौमावती सुरगुरुं वंदे जगत कारणं वंदे पन्नगभूषणं मृगधरं वंदे वसुनां पते वंदे सूर्य शशांक वंदे नयनं वंदे मुकुंद प्रियं वंदे भक्तजनाश्रयं च वरदं वंदे शिव शंकरं महाभागे माँ विद्ये कमलोचने विद्यारूपेरी शालाक्षी विद्या देहि नमस्तुते हरि है हरि है हाय 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 हरि 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 बीतला तो जामिने मौळीला कामिने बीतला तो जामिने
ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାରେ ଗିରି ଶିଖେ ଚାହାରେ ଗିରି ଶିଖେ ଚାହାରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଲିନ ପ୍ରଦୀପ ଶିଖା ନୟନ କାଜଳ ରେଖା মলিন প্রদীপ শিখা নয়ন কজল রেখা নিরঝরে সহিরে নিরঝরে সহিরে ধার তার হেলাଣି পিতিলা তো যামিনী মৌড়িলা কামিনী পিতিলা তো যামিনী কহিবুরে সমাধাই মোহন বান্তি বজাই কহিবুরে সমজাই মোহন বংশী বজাই ঘুরে দিবা রজনী ঘুরে কিবা রজনী রাধা ঝুরি মলাণী পিতিলা তো যামিনী মৌলিলা কামিনী পিতিলা তো যামিনী গিরি শিখে চাহারে গিরি শিখে চাহারে গিরি শিখে চাহারে শশী মাগে মেলানি বিতিলা তো যামিনী মৌলিলা কামিনী বিতিলা তো যামিনী মৌলিলা কামিনী বিতিলা তো যামিনী ধরিত্রী আকাশং বন্দে পাতালে বাসুকি তথা বন্দে সচরাচর নারায়ণ রুদ্রে অম্বিকায়াম চ ভাস্করে কর্তব্য সদা সমাস ବାକ୍ୟ ଦେବୀ ନମସ୍ତୁତେ ବାକ୍ୟ ଦେବୀ ନମସ୍ତୁତେ ନମସ୍ତୁତେ। ହଁ ହଁ ହଉ ହେଲା ହେଲା ମୋ ଜୀବନରେ
থিবি দেবে যা যা দিন জীবী বৃন্দাবন হে মহাপ্রভু মু দর্শন করিবি মধু সুদন হে প্রভু রাধা কুণ্ডে শ্যাম কুণ্ডে শ্যাম কুণ্ডে করিবি স্নান পরিক্রমা করুথিবি পরিক্রমা করুথিবি গিরি গোবর্ধন গিরি গোবর্ধনে জীবি দেবে জীবি পুঞ্জে পুঞ্জে তরু মূলে করিবি শয়ন সফল করিবি মুজে এ মানব জীবন হে কহে শাল বেগহীন জাতিরে হে মহাপ্রভু মু কহে শাল বেগহীন মহাপ্রভু জাতিরে রাধা কৃষ্ণ ভজু ভজু রাধা কৃষ্ণ ভজু ভজু যাও এ জীবন হে भय्य सर्व भय्य भय्य सर्व तारण 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 सत्यनारायण हह जगन्नाथ महाप्रभुंकर भय्य पदार बिंदरे आज्ञा 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 घोष यात्रार तृतीय जामिनी रे जामिनी रे पुण्य प्रसविनी माटी माटी माटी। माटी पुण्यमयी माटी माटी এই পাবন ধরিত্রী आज्ञा आज्ञा अमलीपदर ग्राम रे आज्ञा ग्रामवासी द्वारा आयोजित अरे ए पवित्र घोष यात्रा रे जो माने उपस्थित अछंती आज्ञा अछंती जो माने जो मानकर दान रे एते बड़ महा महोत्सव होउची हौची हौची समस्तंकर तथा बाबा मुख्य पुरोधा युवराज पांड्या महोदयंकर महोदयंकर जगन्नाथ महाप्रभुंकर आज्ञा आज्ञा अभय चरणार बिंदरे अधुना आंभ मानकर अनंत कोटि दंडवत
ଆଜିର ଏ ପାଲା ଦରବାରକୁ ଆବରି ବସିଥିବା ମୋର ବିଜ୍ଞ ପ୍ରାଜ୍ଞ ପୁରାଣ ପୁରୁଷ ବୃନ୍ଦ, ହେଲ ହେଲ ଜ୍ୟେଷ୍ଠ ଶ୍ରେଷ୍ଠ ଗରିଷ୍ଠ ଆଜ୍ଞା ଆଜ୍ଞା ଆଚ୍ଛା ସମଧର୍ମୀ ସମମର୍ମୀ ଯୁବବନ୍ଧୁ ମାନଙ୍କର ମାନଙ୍କର ପ୍ରଜ୍ଞାବାଦିନୀ ପୁରାଣ ତୋଷିନୀ ବରଣ୍ୟା ମୋର ଏ ଛତିଶଗଡ଼ର ମା ମାନଙ୍କର ମା ମାନେ କଣ ଦେଖା ଯାଉଛନ୍ତି ଏବଂ ଆଜ୍ଞା ଯଦିଓ କେହି ନାହାନ୍ତି ତଥାପି ଛୋଟ ଛୋଟ ବାଳକ ବାଳିକା କୁନାକୁନି ପଟେ ଛାତ୍ରଛାତ୍ରୀଙ୍କର ଆଜ୍ଞା ଆଜ୍ଞା ହୃଦୟ କନ୍ଦରରେ ନିବାସ କରିଥିବା ଆତ୍ମାରାମ ନିକଟରେ ନିକଟରେ ଆତ୍ମାକୁ ସମର୍ପଣ କଲା ପରେ ତାପରେ ଦୁଇ ପଦ ପାଲାର କଥା ଓ ଗାଥାକୁ ତ୍ୱରାନ୍ୱିତ କରିବା ନିମିତ୍ତ ନିମିତ୍ତ ମୁଁ ନବାଗତ ଦିନହୀନ କିଞ୍ଚନ ଅର୍ଜୁନ କ୍ଷତ୍ରିୟା କ୍ଷତ୍ରିୟ ସର୍ବପ୍ରଥମେ ଅମଲିପଦର ବାସୀଙ୍କର ଆଜ୍ଞା ଆଶୀର୍ବାଦ ଭିକ୍ଷା କରୁଛି। ସାରେ ସାରେ ମୁଁ ବି ସାର୍ ସେମ୍ ଟୁ ୟୁ କଣ ସେମ୍ ଟୁ ୟୁ ସାରେ ମୁଁ ବି ସେମ୍ ଟୁ ୟୁ ସାର୍ ସେମ୍ ମାନେ ଟୁ ୟୁ ମାନେ ମାନେ ସାର୍ ଯାହା କହୁଛନ୍ତି ହଁ। ମୁଁ ବି ସେଇଆ କହୁଛି ମାନେ ଆଶୀର୍ବାଦ ଭିକ୍ଷା କରୁଛି ଭିକ ମାଗୁଛ ଭିକ ମାଗୁଛି ମତେ ଆଗୁଆ ଦେବେ ମୁଁ ବେଶୀ ଖଟିଲିଣି ये उठा लटकी गो ला लटकी गो ଆଜ୍ଞା ଖୋଲା ଆଜ୍ଞା ଆଜ୍ଞା ହେଲା କିଏ ଜାଣେ ଆଜ୍ଞା ହେଲା ବାଜୁନି ବାଜୁଛି ବାଜୁଛି ହ୍ୟାଲୋ ରୁହ ବାଜୁଛି ତ ବାଜୁଛି ମୁଁ ଟେଷ୍ଟ କରୁଛି ଡେଟ୍ କାଇଁ ଚାଖୁନ ସେଟା ପରା କାଇଁ ହ୍ୟାଲୋ ଦୟା ଆଜ୍ଞା ଆନୁଷ୍ଠାନିକ ପାଲା ପାଲା ଆନୁଷ୍ଠାନିକ ପାଲା ବ ଆଜ୍ଞା ଏଟା ପକେଇବାକୁ କିଏ କହିଲା ତ ଆଜ୍ଞା ଆଜ୍ଞା ଏଟା ବେଶୀ ଧୁଲି ଥିଲା ଧୂଳି ପକେଇଲେ କଣ ଏଟା କଣ କିଛି କରିବ କଣ କରିବ ଏ ଦୟା ଆଜ୍ଞା ବସ୍ ବ ଆନୁଷ୍ଠାନିକ ପାଲାରେ ଅଣ ଆନୁଷ୍ଠାନିକ ହିସାବରେ ବସ୍ ବସ୍ ରେ ବାବା ବସ୍ ଟିକେ ସେଇଠି ବସ୍ ତ ସୁଟିଂ ତୋର ଏ ଟିଭି ଏରେ ଆସିବ ଦେଖ କ୍ୟାମେରାରେ ସେଇଠି ବସ୍ ଚନ୍ଦ୍ରବାବୁ ବସ ଆଜ୍ଞା ବସି ଭଦ୍ର ଆସ ବସ୍ ୱା ପ୍ରେମାବାବୁ ବସ ଆଜ୍ଞା ସାର୍ ହଉ ବସ ୱା ବସ ୱା ପାଗର ଆଉ ପାୱାର ଅଛି ନା ମୋ ଦେବେନ୍ଦ୍ରରେ ଆଜ୍ଞା ନମସ୍କାର ଇଏ ଦେବେନ୍ଦ୍ର ଆଜ୍ଞା ନମସ୍କାର ଚପ ୱା ସାକ୍ଷାତ ହନୁମାନର ବାପା ନା ଗো ୱା ଏପଟେ ଆସିଲୁ ସାରେ ଆଉ ପୁରା ଭିଜିକି ତନ୍ତେ ଆଉ ଛୁଅନ୍ତୁନି ତୁ ଗାଧେଇ ସାରିଲୁଣି ସାରେ ରାମ ନାମରେ ଗାଧେଇଛି ରାମ ନାମରେ ଗାଧେଇଲ ହଁ ପ୍ରଭୁ ଦେଇଛନ୍ତି ମତେ ଆଚ୍ଛା ଦେବେନ୍ଦ୍ର ବାବୁ ଆଜ୍ଞା ବାବୁ ଆମ ଗାଁରେ ଗାଁରେ ଯେତେବେଳେ ତୋ ବାପା ଆଉ ବଡ ବାପା ଦେବେନ୍ଦ୍ର ଦେବେନ୍ଦ୍ର ବୋଲି ଡାକୁଛନ୍ତି ଡାକୁଛନ୍ତି ହଁ ତୁ କଣ ଏମିତି ଡିଆଁ ଡିଁ କରିକି ଜୁହାର କରୁ ନା ଯୋଉ ବାଗଟା ଆଜି ଅମଲି ପଦରରେ ଦେଖଉଛୁ ତୁ କଣ ଗାଁରେ ଡେଗା ଡେଗି କରିକି ଜୁହାର କରୁ ନାଇଁ ସାର୍ ଯିଏ ମତେ ଯୋଉ ରେ, ତୋର ଭକ୍ତି ଟିକେ ବେଶୀ ହାର୍ଡ ହଉଛି ଆଜ୍ଞା ପାଣି ଟିକେ ମିଶେଇ ଦିଅ ପ୍ୟାଣ୍ଟ ଟିକେ ମିଶେଇ ଦେବି ଟିକେ ଢୋକି ନାହିଁ ହେବାର ଇଏ ଅତି ଭକ୍ତି ଚୋରର ଲକ୍ଷଣ ହଁ ହଁ ଦେଖ ଦିନ ଘର ପୁରା ତମେ ଚୁରଉଛ କାଁ ଭାଟ ଏଟା ଭକ୍ତି କଲେ ବି ଚୋର ବୋଲିକିରି ଲୋକ କହିବେ ବୋଲେ ଏଟା କାଁ ଭକ୍ତି କରବ ବ ସାରେ ହଁ মোর জায়গা 1 একর মোর নির্মল আছে স্যার ହଁ ସାର୍ ହଁ হ্যাঁ ସେ ଯାଉ ଆଜ୍ଞା সারে সে যাবি ପୂଜ୍ୟ ଶିକ୍ଷକ ବନ୍ଧୁ ଚକ୍ରଧାରୀ ସାର୍ଙ୍କର ଆଜ୍ଞା ଆଜ୍ଞା ପ୍ରସ୍ତାବ କ୍ରମେ প্রস্তাব ক্রমে କ୍ରମେ ଆପଣମାନେ ଗୃହୀତ କଲେ ବୋଲେ ଯେ ମହାପ୍ରଭୁଙ୍କର ଘୋଷ ଯାତ୍ରାରେ ଅର୍ଜୁନ କ୍ଷତ୍ରିୟ ଦୁଇ ପଦ ପାଲା ଗାଇବେ পালা গাইব ପାଲାଟା ହଉଛି ଓଡ଼ିଶାର ଗୋଟେ ବିଦଗ୍ଧ କଳା বিদগ্ধ ରକ୍ତ কলা କଳା ଓଡ଼ିଆ ସାହିତ୍ୟକୁ আজ্ঞা আজ্ঞা ଏବଂ ଭାରତର ପୁରାଣକୁ ବେଦ ବେଦାନ୍ତକୁ ଆଜ୍ଞା হ্যাঁ ସାର ଗର୍ଭକ ଭାବରେ ଆଲୋଚନା କରିବାର ଗୋଟାଏ
କଳା ହଉଛି ଆଜ୍ଞା ପାଲା। ପାଲା ସେ ଯାଉ ହଁ 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 ଆସୁ ଆସୁ ଆମେ ଆସିଲେଣି। ଦୁଇ ପଦ ମହାପ୍ରଭୁଙ୍କର ମହିମା ଆପଣମାନେ ଶୁଣିବେ। ହଁ ତାପରେ ଯେତେବେଳେ କହିବେ ଛୁଟି କରିବା ଆମେ ଛୁଟି କରିବା। ହଁ ଆଜ୍ଞା ଘଣ୍ଟି ବଜାଇବେ ଘଣ୍ଟି। ଆଜ୍ଞା ହଁ କହିଲେ ଗଙ୍ଗା ଯେ ବାବୁ ଥାଇ ଆଜି ଗଙ୍ଗା ଦେବୀ ବିଚାର କରୁଛନ୍ତି ଗଙ୍ଗା କଣ ବିଚାର କଲେ? କେବେ ଅମଲି ପଦରରେ ମହାପ୍ରଭୁଙ୍କର ରଥଯାତ୍ରା ହେଇଥିବ। ହେଇଥିବ କେବେ ଅମଲିପଦର ରଥଯାତ୍ରା ହେଇଥିବ? ମହାପ୍ରଭୁ ଚକା ଚକା ନୟନରେ ସମସ୍ତ ଭକ୍ତଙ୍କୁ ଦେଖୁଥିବେ। ଦେଖୁଥିବେ ଦେଖୁଥିବେ। ଛତ୍ରିଆ ଆସିଥିବ ଓଡ଼ିଶାରୁ ପାଲା ଗାଇବାକୁ। ଆଜ୍ଞା ଆଜ୍ଞା। ଆଜ୍ଞା 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 ମୁଁ ସେତେବେଳେ ଟିକେ ଅମଲି ପଦରକୁ ଯିବି। କିଏ କଣ କିଏ ଭାବିଲେ? ଗଙ୍ଗା ଦେବୀ ବିଚାର କରୁଛନ୍ତି। ଗଙ୍ଗା ଦେବୀ ବିଚାର କଲେ ଅମଲିପଦରକୁ ଆସିବେ? ଆସିବେ ବାଃ କାହିଁକି ଆସିବେ? କାହିଁକି ଆସିବେ ସାର୍? ଯଦି ଆସିବେ କାହିଁକି? ଆସିଲେ ହଁ ଗଙ୍ଗା ଦେବୀ ଟିକେ ଆଜ୍ଞା ତମ ଅମଲି ପଦର ଗାଁରେ ଗାଧେଇବେ। ଏ ବଇଦ ହଁ ହଁ ଆଜ୍ଞା ଆଜ୍ଞା ଦଇବ ଦଇବ ଆଜ୍ଞା ଗଙ୍ଗା ଭାବୁଛନ୍ତି ଅମଲିପଦରରେ ଗାଧେଇବେ? ହଁ କିରେ? ଆମ ଭାଷାରେ କହ। ହଁ ଆଜ୍ଞା ହୁଁ ଆମେ ଗଙ୍ଗାକେ ଆମେ ଆଜ୍ଞା ଗାଧବାର ଲାଗି ଯାସୁଁ। ଆସେ ପବିତ୍ର ହବା ଲାଗି ଟଙ୍କା ପଇସା ଖର୍ଚ୍ଚ করছু ଆମେ যাসু গঙ্গাকে। আর সে গঙ্গা ফের আসবে আর অমলি পদরতি গাধবে। হ্যাঁ ধীরে দেখো বসে। দেখো তো বাবা দেখনু দেখনু କିଛି ସମୟ ପୂର୍ବରୁ হ্যাঁ କଲ୍ୟାଣମୟୀ ମାଟିଏ ରୋଡ ରାସ୍ତା ଦାଣ୍ଡ ମହାପ୍ରଭୁଙ୍କର ବଡ ଦାଣ୍ଡକୁ ସଫା କରିଦେଉଥିଲେ। ହଁ, ହଁ, ହଁ। ଦେଖିଲେ ତ? ଆରେ ସମସ୍ତଙ୍କୁ ସଫା କଲା ପରେ হ্যাঁ পরে ସେ ମା କଣ ନିଜେ ସ୍ନାନ ଶୌଚ ଆଉ କରିବ ନାହିଁ? করবে করবা না করবে না করবে বাধ্য। ନିଜେ କଣ সফা সুতরা হব ନାହିଁ? হেবে হব আমরটা যেনতা করছি হ্যাঁ আমরটা বি হেন্তি করছি। এই আমরটা বলছো ଦେବେନ୍ଦ୍ର আজ্ঞা ତମ ଘରେ ଲୁଗାପଟା ମଇଳା ହେଇଗଲେ হেই গলে ତୋ ସ୍ତ୍ରୀ ସର୍ଫ ସାବୁନ ଇଜିରେ ସଫା କରେ। ଆଜ୍ଞା ଆଜ୍ଞା হ্যাঁ আর গে হেডা কাদোতি সফা করতাকে সরব কি সাবুনতি তো সফা করবাটে না। ଦେବେନ୍ଦ୍ର ও ଯୋଉଦିନ ଦୁନିଆରେ ସର୍ଫ ମଇଳା ହେଇଯିବ, হ্যাঁ ଇଜି ମଇଳା ହେଇଯିବ, হেই দিব ସାବୁନ ମଇଳା ହେଇଯିବ, হেই দিব ତାକୁ ସଫା କରିବା ପାଇଁ হ্যাঁ ଯେମିତି ଗୋଟେ କେମିକାଲର ଆବଶ୍ୟକତା ଅଛି, ଆଜ୍ଞା 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 সেটা কি চেমি ତାକୁ ପ୍ୟୁରିଫାଏ କରିବା ପାଇଁ হ্যাঁ ଯେମିତି ଗୋଟେ କେମିକାଲର ଆବଶ୍ୟକତା ଅଛି। ଅଛି ଗଙ୍ଗା ଦେବୀ ନିଜର ପାପକୁ ଧୋଇବାକୁ ଆଜ୍ଞା ଆଜ୍ଞା ତମ ଅମଲିପଦର ଗାଁକୁ ଆସିବେ। ଆସିବେ আচ্ছা কহিলা যদি আসবে সে তো গঙ্গা এই অমরি পদরে কেন লগে কেন গঙ্গা আছে যে সেই গঙ্গা গাদ গাধবে ঠিক হ্যাঁ, প্রশ্ন ঠিক କଣ প্রশ্ন। କହିଲୁ? আগে সে তো গঙ্গা ହଁ যদি গাধি আসবে অমলি পদর গাকে বলে অমলি পদর কার কেন গঙ্গা তি গাধবে গাধবে କହିଲେ ସାଧୁ ସ ସାଧୁମାନେ ଆଜି ଆସିଛନ୍ତି ପାଲା ଶୁଣିବାକୁ। সাধু মানে হো আইছন আইছন ମହାପ୍ରଭୁଙ୍କର ଦରବାରକୁ ଆଜ୍ଞା ଆନନ୍ଦ ମୁଖର କରିବାକୁ ଆସିଛନ୍ତି। ଆଇଛନ୍ତି আইছন ଏମିତି ହଜାର ରାତି ଗଲା, ଆଜ୍ଞା ଯୋଉ ରାତିରେ ଆପଣମାନେ ଶୋଇଲେ ନିଜ କଥା ଭାବିଲେ, আগে 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 ଆଜି ଆପଣମାନେ ଜୀବନର କଥା ବିଚାର କରୁଛନ୍ତି। হ্যাঁ 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 ମହାପ୍ରଭୁଙ୍କର କୃପା ଲାଭ କରିବାକୁ ବଡ ଦାଣ୍ଡରେ ଅଛନ୍ତି। ଆଜ୍ଞା 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 ହେ ବାପା ମାନେ, ଆଜ୍ଞା ଆଜ୍ଞା ସାଧୁମାନଙ୍କର ପାଦ ଧୂଳି ହଉଛି ଗଙ୍ଗା। ଗଙ୍ଗା সাধুঙ্কর পাদ ধুলি গঙ্গা ଆଚ୍ଛା ଅମଲିପଦରର ନଦୀ ଭିତରେ হ্যাঁ হ্যাঁ ଆଜ୍ଞା ଆପଣମାନେ ଏ ନଦୀରେ ପଶିଲେ, ବସିଲେ ଏ ମଉସା ପାଦ ଭିଜିବ ଆଗ କି ଆଗ ମୁଣ୍ଡ ଭିଜେ? କାଟା ভিসি বাবা এটা মানে কথা আগ পাদ ভিজবা কি মুন্ড ভিজবা? আগে মোর আগ মুন্ড ভিজছি মুন্ড পোল্ট্রি জম মারছো কি বাবা মুই পল্টিং পল্টিং মারছি পোল্ট্রিং মারছো পল্টিং ଏ ଦେବେନ୍ଦ୍ର, আজ্ঞা ଗଙ୍ଗା ଯେତେ ମୂଲ୍ୟବତୀ ହେଲେ ବି, ଆଜ୍ଞା ଗଙ୍ଗା ଯେତେ ପତିତ ପାବନୀ ହେଲେ ବି, কি ଆପଣମାନେ ଗଙ୍ଗାରେ ଆଗ ପାଦ ଦିଅନ୍ତି। ଦିଅନ୍ତି ও এমতি খোঁজ পকে
ପକେଇ ଦିଅନ୍ତି ପ୍ରଥମେ ମଣିଷ ଗଙ୍ଗାରେ ପାଦ ପକାଏ। ପାଦ ପକାଏ। ପକାଏ ଇଏ ସାଧୁ ମାନଙ୍କର ପାଦ ଧୂଳି ବାଜି ଗଲେ ଆଜି ଗଲେ ଆଜ୍ଞା ଇଏ ଗଙ୍ଗା ଦେବୀ ପବିତ୍ର ହୋଇଯାଏ। ସାଧୁ ଯେ ଏ ମଳୟ ପବନ କାଠକୁ କରନ୍ତି ଚନ୍ଦନ, କାଠକୁ କରନ୍ତି ଚନ୍ଦନ। ହେ ବାପା ମାନେ ମା ମାନେ ସାଧୁ ମାନଙ୍କର ପାଦ ଧୂଳି ଗଙ୍ଗା। ଗଙ୍ଗା ସାଧୁ ମାନଙ୍କର ପାଦ ଧୂଳି ଗଙ୍ଗା ଏଇ ଗଙ୍ଗାର ନାଁ ହଉଛି ଆଜ୍ଞା ରେଣୁ ଗଙ୍ଗା। ରେଣୁ ଗଙ୍ଗା ଏଇଟା ରେଣୁକା ଗଙ୍ଗା ତମ ଗାଁରେ ଅଷ୍ଟପ୍ରହରୀ ନାମ ଯଜ୍ଞ ସବୁ ହଉଛି। ହଉଛି ହଉଛି ତମ ଇଲାକାରେ ବହୁତ କୀର୍ତ୍ତନ। ଏବେ ହଉଥିଲା ଆଗେ ଏ ପାଖରେ ଏ କୀର୍ତ୍ତନ କଲେ ଅଷ୍ଟପ୍ରହରୀ ନାମ ଯଜ୍ଞ କଲେ ଗଲେ ସୁରକ୍ଷା ବାହିନୀର ପଦାଧିକାରୀ ବୃନ୍ଦ ଆସିଲେଣି, ତାଙ୍କୁ ଗୋଟେ ଚେୟାର ଫେୟାର ଦିଅନ୍ତୁ। ତେବେ 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 ହେ ବାପା ମାନେ ମା ମାନେ ଆଜ୍ଞା ଏଇ କୀର୍ତ୍ତନ କଲେ ଆଜ୍ଞା ତମ ଗାଁର ଲାଭ କଣ? কীর্তন করলে লাভ খুব বেশি আজ্ঞা କଣ? কে লাভ লাভ আগে তো নাম নেবাটা পেট ভর একটা নাম গেছে জানছেন তো হ্যাঁ হরে কৃষ্ণ কৃষ্ণ মা হরে 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 রাম রাম মা হরে হরে ତମ ଗାଁ ପଟେ ମା ଲଗାନ୍ତି? মা লগা বুয়া পজন লগে দিও না হে পাখে নিঃশ্বাস ছিড়ি যাচ্ছে কিনি আজ্ঞা হেতি লাগি মা গোটে লগাউছে ଆଚ୍ଛା ଦେବେନ୍ଦ୍ର, ଆଜ୍ଞା ଏଇ ଯୋଉ ନାମ କୀର୍ତ୍ତନ ହଉଥିଲା ହଉଥିଲା ନାମ କେତେଟା? নাম আজ্ঞা 16 নাম 32 অক্ষর ଆଜ୍ଞା ମାନେ 16 নাম 32 অক্ষর আপন মান জানিছন সবে জানিছন এটা বি নেই ମଉସା ଏଇ ଯୋଉ ବାୟକ ଆମର କହୁଛି ନାମ 16ଟା 32ଟା ଅକ୍ଷର ଅଛି। হ্যাঁ হ্যাঁ বলো বাবা হ্যাঁ বলো ଆଜ୍ଞା 16ଟା ନାମ ନାହିଁ କି 32ଟା ଅକ୍ଷର ନାହିଁ। এ বইদ দইব দইব ହରେ ରାମ କୃଷ୍ଣ হ্যাঁ হরে হ্যাঁ রামকৃষ্ণ ଏଇକୁ ୟାକୁ ଛାଡ଼ିଦେଲେ ତିନିଟା ନାମକୁ ଛାଡ଼ିଦେଲେ হ্যাঁ ଆଉ କିଛି ନାଁ ଅଛି ଆଜ୍ଞା ତା ଭିତରେ? হোয়ে মাতো আর তো নেই ହରେକୁ ହଜାରେ ଥର କହ ସେ ହରେ, এ হরে 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 କୃଷ୍ଣକୁ ହଜାରେ ଥର କହିଲେ ସେ এ হরে হরে কৃষ্ণ কৃষ্ণ। ରାମକୁ ହଜାରେ ଥର କହିଲେ ହଜାରେ। বাস ଆଜ୍ଞା ও ନାମ ହେଲା ତିନିଟା। নাম তিনটা হরে কৃষ্ণ রাম ଏ 16 ନାମ ନୁହେଁ କି 32ଟା ଅକ୍ଷର ନୁହେଁ। আই হরে কৃষ্ণ 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 হরে ର হ্যাঁ ତାକୁ ହଜାରେ ଥର କହିଲେ ହଜାରେ ନାମ। ର আজ্ঞা ଏ ହରେ କୃଷ୍ଣ ନାମ ଧରିଲେ ଜୀବର ମୁକ୍ତି ଅଛି କି? ଅଛି ଆଜ୍ଞା হ্যাঁ আছে তো କେମିତି? দেখলে আমি করতকে পড়ি দেখো মুই হাজার হাজার টাকা আমি চাঁদা ভেদা দউছু আর মুক্তি নেই না হরে কৃষ্ণ হরে রামতি ମଉସା মেরা মেরা ଏଇ ଯୋଉ ନାମ ଗାଉଛନ୍ତି ଆପଣ ମାନେ ହରେ କୃଷ୍ଣ, ଏଥିରେ ଆଜ୍ଞା ଜୀବର ମୁକ୍ତି ଅଛି? এ নেই না ଆଜ୍ଞା ଅଛି। এ নেই না হলে আমার চাঁদা ফিরা হা পয়সা ফেলে দেরে বুয়া আমার 1100 টাকা আর 14 মান আর মুং অনেক ফিরা হাতো ওয়া চাঁদা দি ବଡ଼ ଚାନ୍ଦା ଦେଇଥିଲି। চাঁদা দিছু পহরি লাগি আর দেখনু କହିଲା କେତେ ହରେ କୃଷ୍ଣ ନାମ বসিতু ভাজুরে মন, কেতে হরে কৃষ্ণ নাম। ଆରେ ବସି ତୁ ଭାଜୁରେ মন, কেতে হরে কৃষ্ণ নাম। ନା ଭଜି ଭଜି ତୁଣ୍ଡ ଥକା ଭଜି ଭାତ কেতে হরে কৃষ্ণ নাম। ଯାହାର ମଉସା আজ্ঞা ଯିଏ କୁନ୍ଦାଟା আজ্ঞା মুক କଥା କହିପାରେ ନାହିଁ, আজ্ঞା ଯିଏ ମୁକ হুম হ্যাঁ ସିଏ ତ ହରେ କୃଷ୍ଣ ଉଚ୍ଚାରଣ କରିପାରିବନି। নাহি ପାରିବ? ତାହେଲେ ଆମେ କଣ କହିବା ତାର ମୁକ୍ତି ହବ ନାହିଁ? ଯିଏ ଉଚ୍ଚାରଣ କରିପାରୁ ନାହିଁ ତାର ମୁକ୍ତି ହବ କି ନାହିଁ? ଆଜ୍ଞା কেমিতি কেমিতি ଯାହାର କାନ ନାହିଁ, কানো নাই ଯିଏ ମୁକ ତାର କାନ ବି ନାହିଁ, বয়রা କାନରେ ଶୁଣି ପାରୁଥିବ ଯିଏ ସେ
କହିପାରୁ ସେ କହିପାରିବ ସେ ହିଁ ବ୍ୟାଙ୍କ ତାହେଲେ ଆଜ୍ଞା ବ୍ୟାଙ୍କ ବ୍ୟାଙ୍କ ଏଟା ଜୀବର ମୁକ୍ତି ଅଛି କି ନାହିଁ ଆଜ୍ଞା ଓଇ କହିଲା ଭାତ ଭାତ କଲେ ହୁରି ଉଦର କି କି ଯାଏ ପୁରୀ ଉଦର କି ଯାଏ ରହ 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 ଆପଣ ମାନଙ୍କୁ ଆଜ୍ଞା ଆଜ୍ଞା ଭୋକ ହଉଛି ଭୋକ ଆଜ୍ଞା। ମକେ ଖୋବ ତ ଭୋକ ହେଲା ନା ଭୋଗଲା ନା ହଁ ଭୋକ ହେଲା ନା ଆପଣ କହିବେ ଭାତ ଭାତ ବିରିୟାନୀ ଆପଣ କହିବେ ତରକାରୀ ତରକାରୀ ଆପଣ କହିବେ ରୁଟି ରୁଟି କିଚେନ ରୁଟି ରୁଟି କହିଲେ ଆଜ୍ଞା ପେଟ ପୁରିବ ନା ତନ୍ଦୁର ଏ ବାପା ମାନେ ଓ ଯେ ଭାତ ଭାତ କହିଲେ ପେଟ ପୁରିବାର ନାହିଁ ନାଇଁ 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 କି ତରକାରୀ ତରକାରୀ କହିଲେ ପେଟ ପୁରିବାର ନାହିଁ କି ରୋଟି ବୋଲେ କି ତରକାରୀ ବୋଲେ କି ଚଟନି ବୋଲେ କି ଯାହା ତେଣୁ ବୋଲେ ନା ଆଜ୍ଞା ଯେତେ ତୁଣ୍ଡରେ ଗାଇଲେ ଏ ଜୀବର ମୁକ୍ତି ହବ ନାହିଁ ନାହିଁ ତାହେଲେ ଆଚ୍ଛା ତାହେଲେ କାଣା କରମା ତୁଣ୍ଡରେ କହୁଥିବେ ହରେ କୃଷ୍ଣ 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 ହରେ 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 ଆଜ୍ଞା ଅନ୍ୟର ନାଁରେ କମ୍ପ୍ଲେନ ଦରଖାସ୍ତ କରୁଥିବେ ଆଚ୍ଛା 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 ଆବାସ ଯୋଜନା କାଟୁଥିବେ ହଁ 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 ଆମକେ ଯେନ ମନ ଅହକାର ହଉଛେ ତାକୁ ହେ ବାପା ମାନେ ମା ମାନେ ଆମକେ ତୁଣ୍ଡରେ କହୁଛି ନାମ ନାମ ହାତରେ କରୁନାହିଁ କାମ କାମ ଆମକେ ଯେନ ମନ ଅହକାର ସତ୍କର୍ମ ଦାନ ପୁଣ୍ୟ କରୁନାହିଁ ହଁ ଆଜ୍ଞା ସେଇ ଲୋକ ଆଜ୍ଞା ମୁକ୍ତି ପାଇବେ ନା ନାଇଁ ନାଇଁ ରାମ 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 ତୋର ବଂଶ ବୁଡବାରେ ପୁଅ ମୋର গে গে ଗୋଟେ ঠেঙ্গা দেলু যে রাম 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 তোর সত্যালা সেবারে বেটা রাম 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 ভগবান কে বুঝ এটা ଆରେ ମୁହ କହୁଛି ରାମ হ্যাঁ ତା ହୃଦୟରେ ଅଛି ପାପ ପାପ ତା ହାତରେ ଅନ୍ୟର କମ୍ପ୍ଲେନ ଦରଖାସ୍ତ ଲେଖୁଛି ହଁ ଆଜ୍ଞା ଏଇ ଲୋକ ମୁକ୍ତି ପାଇବେ ଏ ଯେତେ ମଦୁଆ ଆଜ୍ଞା କୀର୍ତ୍ତନ କରୁଛନ୍ତି ଡେଉଁଛନ୍ତି হ্যাঁ ଏଗୁଡା ମୁକ୍ତି ପାଇବେ କିଛି ନାହିଁ কিছু নাই କେମିତି ଇଏ ପାଇବେ ହେବେ ନାହିଁ হেবে নাই কেপকে হেবে ଏ ଧନ ও ତେଣୁ କହିବା କଥା কোন কি করুম ତୁଣ୍ଡରେ ଥିବ ନାମ নাম ହାତରେ ଥିବ ସତ୍କର୍ମ সৎকর্ম ଚାନ୍ଦା সৎ কাম চানা দেব ଯୋଉ ଲୋକ ଭାଟିରେ 2000 ଟଙ୍କା ଖର୍ଚ୍ଚ କରେ କୋଠିରେ হ্যাঁ ସେଇ ଲୋକ ଆଜ୍ଞା ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ 50 ଟଙ୍କା ଚାନ୍ଦା ଦେବାକୁ ମନା କରେ মনা করবা ଆଜ୍ଞା হ্যাঁ ସେଇ ଲୋକ ଯିଏ 2000 ଟଙ୍କା ଟେବୁଲ ପେମେଣ୍ଟ କରେ ବିୟର ବାରରେ হ্যাঁ ସେ 30 ଟଙ୍କାର ନଡ଼ିଆ ଧରିକିରି ମହାପ୍ରଭୁଙ୍କ ପାଖକୁ ଆସିପାରେ ନାହିଁ ନାହିଁ ସୁକୃତ ନାହିଁ ନାହିଁ ପାପେ ଅର୍ଜିତ ଯେତେ ଧନ ସେନୁ ହେ ପୁଣ୍ୟ ପ୍ରୟୋଜନ ସେନୁ ହେ ପୁଣ୍ୟ ପ୍ରୟୋଜନ ପାପରେ ଅର୍ଜିତ ଧନ ପୁଣ୍ୟରେ କାମରେ ଆସେ ନା নভর নভর ତେଣୁ ଯୋଉମାନଙ୍କର ମୁଠାଏ ମୁଠାଏ ଦାନରେ ଦାନରେ ଆଜି ମହାପ୍ରଭୁଙ୍କର ଦରବାର ଆଜି ଆଜ୍ଞା ମୁଖରିତ ହଉଛି ଖୁଲି ଉଠୁଛି উঠুছে ଆଜ୍ଞା ସେଇମାନେ ଦାନୀ ର আগে আগে ତୁଣ୍ଡରେ ଥିବ ନା নাম ହାତରେ ଥିବ ସତ୍କର୍ମ সৎকর্ম ଏତିକିରେ ବି ଜୀବର ମୁକ୍ତି ହବାର ନାହିଁ ନାହିଁ আর কেটা করবার পড়বা ଏତିକି ହେଲେ ବି ଜୀବ ମୁକ୍ତି ହବ ନାହିଁ আর ବି କିଛି ଅଛି ଜୀବ ଉଦ୍ଧାର ହବ କେତେବେଳେ ଦେବେ ତୁଣ୍ଡରେ ନାମ হ্যাঁ ହାତରେ ସତ୍କର୍ମ হ্যাঁ হ্যাঁ ଆଉ ହୃଦୟରେ ଥିବ ଭକ୍ତି ଭକ୍ତି ଜୀବ ପ୍ରତି ଦୟା ଥିବ ଜୀବ ପାଇବ ମୁକ୍ତି ଏତିକି ହେଲେ ଆଜ୍ଞା ଜୀବ ପାଇବ ମୁକ୍ତି ମୁକ୍ତି ଓହୋ। ତେଣୁ হ্যাঁ ସାଧୁ ମାନଙ୍କର ପାଦ ଧୂଳି ହଉଛି ଗଙ୍ଗା ଗଙ୍ଗା গঙ্গা গলা ଏକ ଗଙ୍ଗା ଏ ବାପା ନମ୍ବର 1 ସାଧୁଙ୍କର ପାଦ ଧୂଳି ଗଙ୍ଗା ଆଜ୍ଞା ହେଲା ଏଇ ଗଙ୍ଗାରେ ଆଜି ଗଙ୍ଗା ଦେବୀ ଗାଧେଇବେ ବୋଲି ବିଚାର କରୁଛନ୍ତି ସ୍ୱର୍ଗରେ আচ্ছা ଆଉ ଗୋଟାଏ ଗଙ୍ଗା ତମର ଅମଲି ପଦରେ আর কে লোক আছে হ্যাঁ হ্যাঁ আসলা বেলে বাটে দেখলু হে রোড তলাতে আছে হেটা তো হেটা হেটা ড্রেন ଡ୍ରେନ୍ ଗଙ୍ଗା ଦେବେନ୍ଦ୍ର ରାଉ আজ্ঞা ର ର ର আজ্ঞା ଆଉ ଗୋଟାଏ ଗଙ୍ଗା ତମ ଗାଁରେ কেন লাগা আছে କହିଲେ ମନନେ ନିର୍ମଳ ହଜାର ଦେହି ଆହାର ଦେହି ଉଦ୍ଧବ ଗଙ୍ଗା ଜଳ ଦେହି ଗୋବିନ୍ଦ 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 ଅଜୁଗରୁଛି ମକରନ୍ଦ ଦୁନିଆରେ ଆଜ୍ଞା ଯୋଉ ଲୋକର ମନ ନିର୍ମଳ ଆଜ୍ଞା
ଯୋଉମାନେ ଖୋଲା ହୃଦୟର ମଣିଷ ଶାସ୍ତ୍ର କହିଲେ ସିଏ ଗଙ୍ଗା। ସେ ଗଙ୍ଗା তার মানে মুই না বলো ତମେ ନା মুই মোর দিল পুরা খোলা আজ্ঞা মোর পেটে কিছুটা নেই না খোলা है कि खोला है মোর পেটে কিছুটা নেই କିଛି ନାହିଁ ନା পুরা নির্মল କିଛି ନାହିଁ ନିର୍ମଳ ଦେବେନ୍ଦ୍ର ବାବୁ আজ্ঞা ପ୍ରଭୁ ଅନେଇଛନ୍ତି ଆମକୁ। প্রভু হ্যাঁ অনেইছন্তি ଆ অনেইছন দেখুছ ଚକା ଚକା ନୟନରେ ମହାପ୍ରଭୁ ଅନେଇଛନ୍ତି। বাবা କିଛି ଲୋକ କହିଲେ ଜଗନ୍ନାଥ ମହାପ୍ରଭୁଙ୍କୁ ଜ୍ୱର ହେଲା। ଜ୍ୱର ହେଲା ঘুরি গলে ଆଜ୍ଞା ହଁ। ଜଗନ୍ନାଥ ମହାପ୍ରଭୁଙ୍କୁ ଜ୍ୱର হ্যাঁ ଜ୍ୱର କିଏ? ଜ୍ୱର ଆଜ୍ଞା ଗରମ ଲାଗ୍ସି ଯେନ୍ଟା ସେ ଜ୍ୱର তপ গাগর তপসি ହଁ, ସେଟା ଜ୍ୱର মুর দুঃখ ଏ ଜ୍ୱର କେଟା ଜିନିଷ ଜାଣବାର ଆଜ୍ଞା ଯିଏ ଆଜ୍ଞା ଜ୍ୱରକୁ ନିଜେ ସୃଷ୍ଟି କରିଛି। ହଁ ଜ୍ୱର ଯାହାର ନିଜର ଦାସୀ ଦାସୀ ସେଇ ମହାପ୍ରଭୁଙ୍କୁ ଜ୍ୱର ହେଲା। এ বইদ ହବ? ଆଜ୍ଞା নিয়ে ନେଇ ହି ନା ନେଲେ আ কে কাজে সে হেলা ই 108 গরিয়া পেন গাদলে তিনটা মহাপুরু আরে ঘেসরি গলে জোরে দে କେତେ ଔଷ କଷ ଲାଗଲା এতে উসো কথা বস্তা বস্তা চেরি মুলি ହଁ ଦେବେନ୍ଦ୍ରରେ আজ্ঞা রে ଏ ବାଗୁ ସତ୍ୟ ଅନେକ আজ্ঞା সত্য অনেক ସତ ହଉଛି ଏକ। বুয়া ସୂର୍ଯ୍ୟ ପୂର୍ବ ଦିଗରେ ଉଇଁଲା হ্যাঁ ପଶ୍ଚିମ ଦିଗରେ ଅସ୍ତ ଗଲା। গল্লা ଏଟା ମାଷ୍ଟର ଆମକୁ ପଢେଇଲେ। ତମେ ଦେଖୁଛ ଆମେ ଦେଖୁଛୁ। হ্যাঁ পড়িছি ସୂର୍ଯ୍ୟ ଉଇଁଲେ ସୂର୍ଯ୍ୟ ବୁଡ଼ିଲେ বুড়িলে ଯେ ଆଜ୍ଞା ଏଇଟା କ'ଣ ସତ କଥା? জিয়া এই সত কথা নেই আবার কি স্কুল আমি পড়িছু କେମିତି? হ্যাঁ ସୂର୍ଯ୍ୟ ଆଜ୍ଞା ସ୍ଥିର। সূর্য ଯେତେ ଏଜୁକେଟେଡ୍ ଲୋକ ଅଛନ୍ତି হ্যাঁ ଦେ ଆର୍ ୱେଲ୍ ନୋନ୍ ଆବାଉଟ୍ ଇଟ୍ ইয়া ଯେ ସୂର୍ଯ୍ୟ ସ୍ଥିର। ও ইয়া ସୂର୍ଯ୍ୟ ବୁଲୁନାହିଁ ଗୋଟାଏ ଜାଗାରେ ଅଛି। হ্যাঁ হ্যাঁ ଘୁରେ ଆମ ପୃଥିବୀଟି ଚକା ଚକା ଭଉଁରୀ ଚକା ଚକା ଭଉଁରୀ ହୋ ଚକା ଚକା ଭଉଁରୀ ଘୁରୁଛି ସେ କେଉଁ କାଳୁ ଘୁରୁଥିବ ଆହୁରି ଏ ଘୁରୁଥିବ ପୃଥିବୀଟା ସିନା ଘୁରେ ଆମେ କେହି ଘୁରୁନା। ଆମେ କେହି ଘୁରୁନା ହୋ ଆମେ କେହି ଘୁରୁନା ଆମକୁ ସେ ଲାଗେ ନାହିଁ କେବେ ହେଲେ ପୁରୁଣା କେବେ ହେଲେ ପୁରୁଣା ହୋ ସୂର୍ଯ୍ୟ ସ୍ଥିର। সূর্য স্থির ସୂର୍ଯ୍ୟଙ୍କର ଉଦୟ ନାହିଁ କି ଅସ୍ତ ନାହିଁ। অস্ত নাই গুটে পাখে বসিছে କିନ୍ତୁ ଆମେ କହୁଛୁ ସୂର୍ଯ୍ୟ ଉଇଁଲେ হ্যাঁ ବେଳ ଉଦିଲା ବେଳ বুড়লা ମିଛ। মিছ এটা মিছ। ও